ଚାରୋଟି ତୁଳସୀ ପତ୍ର ଏହି ଜାଗାରେ ରଖିଦିଅନ୍ତୁ। ସେ ନାରୀ ରାତିଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ସ୍ତ୍ରୀର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଚାରୋଟି ତୁଳସୀ ପତ୍ର ଏହି ଜାଗାରେ ରଖିଦିଅନ୍ତୁ। ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ବିବାହିତା ନାରୀ ରାତିଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆପଣ ଭାବୁଛନ୍ତି କି ଚାରୋଟି ତୁଳସୀ ପତ୍ରରେ ଆପଣ କିପରି ଝିଅ ପଟେଇ ପାରିବେ? ଆଜ୍ଞା ହଁ, ଇଏ ସତ। ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଚାରୋଟି ତୁଳସୀ ପତ୍ରର ଏମିତି ଏକ ସହଜ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ଅତି ସହଜରେ ନିଜ ବଶରେ କରିପାରିବେ। ବିବାହିତା ନାରୀକୁ ନିଜ ବଶରେ କରିପାରିବେ। ସିଏ ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ କେଉଁ ବି ପୁଅ ବା ଝିଅ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ନିଜ ପ୍ରେମକୁ ହାସଲ କରିବା ପାଇଁ ଘରେ ବସି ବସି ଚାରୋଟି ତୁଳସୀ ପତ୍ରର ଏହି ବଶୀକରଣ କରିପାରିବେ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ କରିବା ପାଇଁ ଆପଣଙ୍କୁ କିଛି ନିୟମ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ତେଣୁ ଧ୍ୟାନ ସହିତ ଭିଡ଼ିଓକୁ ଦେଖନ୍ତୁ, ପ୍ରୟୋଗ ବିଧି ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ଏହି ବଶୀକରଣ କରିବା ପାଇଁ ଯିବେ। ମନେ ରଖନ୍ତୁ, ଏହି ବଶୀକରଣକୁ ଆପଣ କେବଳ ଶୁକ୍ଳ ପକ୍ଷର ଶୁକ୍ରବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ଭଲ ଭାବରେ ହାତ ଗୋଡ଼ ଧୋଇକି ଏହି ବଶୀକରଣ ଆରମ୍ଭ କରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଦରକାର, ଯେମିତିକି ଖଣ୍ଡିଏ ହଳଦିଆ କପଡ଼ା, ଚାରୋଟି ତୁଳସୀ ପତ୍ର, ଚାରୋଟି ଅରୁଆ ଚାଉଳ, ଅଳ୍ପ ଟିକେ ଲାଲ ସିନ୍ଦୁର, ଖଣ୍ଡେ କାଗଜ ଆଉ କଲମ। ଏତିକି ଜିନିଷ ଆଣିସାରିବା ପରେ ଆପଣ କୌଣସି ଏକ ଜାଗାରେ ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ହଳଦିଆ କପଡ଼ାକୁ ନିଜ ସାମ୍ନାରେ ରଖିବେ, ଆଉ ତା ଉପରେ ଚାରୋଟି ତୁଳସୀ ପତ୍ର ରଖିଦେବେ। ଚାରୋଟି ତୁଳସୀ ପତ୍ର ଉପରେ ଚାରୋଟି ଅରୁଆ ଚାଉଳ ରଖିଦେବେ, ଆଉ ତା ଉପରେ ଅଳ୍ପ ଟିକେ ଟିକେ ସିନ୍ଦୁର ପକାଇଦେବେ। ଏତିକି କରିସାରିବା ପରେ ଯେଉଁ କାଗଜ ଆଣିଛନ୍ତି, ସେ କାଗଜରେ ସେଇ ଝିଅ ବା ମହିଳାର ନାମ ଲେଖିବେ, ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ସେ କାଗଜକୁ ହଳଦିଆ କପଡ଼ା ଉପରେ ରଖିଦେବେ। ଏତିକି କରିସାରିବା ପରେ ସେହି ସବୁ ସାମଗ୍ରୀକୁ ହଳଦିଆ କପଡ଼ାରେ 3ଟି ଗଣ୍ଠି ପକାଇକି ବାନ୍ଧିଦେବେ। ସେ ଗୋଟିଏ ପୁଟୁଳି ହୋଇଯିବ। ସେ ପୁଟୁଳିକୁ 2 ହାତରେ ବନ୍ଦ କରିକି ଧରିବେ, ଆଉ ସେଇ ଝିଅ ବା ମହିଳାର ନାମ 3 ଥର କହିବେ, ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ସେ ପୁଟୁଳିରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ସେ ପୁଟୁଳିକୁ ନେଇକି ସେ ଝିଅ ବା ମହିଳାର ଘର ସାମ୍ନାରେ ରଖିଦେବେ, ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେହି ସମୟଠାରୁ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।